इच्छामय प्रभु श्री श्री जगन्नाथ इच्छामय इच्छा प्रकाशिले जे से केवल विश्वावसुर देवता न होई समग्र जगतर देवता होई नीलमाधवरु पुरुषोत्तम एवं परवर्ती समय रे जगतर नाथ जगन्नाथ रूपे सचराचर प्राणी जगतर कल्याण पाई पृथ्वी पृष्ठरे आत्मप्रकाश करिबे। इच्छामयଙ୍କ इच्छा पूर्ण ହେଲା। ଯଥାର୍ଥରେ ଓଡ଼ିଆ ଜାତି ଜଗନ୍ନାଥଙ୍କ ପାଇଁ ଧନ୍ୟ ହୋଇଛନ୍ତି। ଜଗନ୍ନାଥ ସଂସ୍କୃତି ଭାରତ ଭିତରେ ଓ ବାହାରେ ମଧ୍ୟ କ୍ଷିପ୍ର ଗତିରେ ଅନ୍ୟ ଜାତି ଓ ଧର୍ମାବଲମ୍ବୀଙ୍କ ଦ୍ୱାରା ଆଦୃତ ହେବାରେ ଲାଗିଛି। ଜଗନ୍ନାଥଙ୍କର ଭକ୍ତି ସମୁଦ୍ରରେ ସମସ୍ତେ ସାମିଲ ହେବା ନିମିତ୍ତ ବିଶ୍ୱର କୋଣ ଅନୁକୋଣରେ ନିର୍ମିତ ହୋଇଛି ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ଶାବର ଶ୍ରୀକ୍ଷେତ୍ର ସମୁଦ୍ର ପତନ ଠାରୁ 2900 ଫୁଟର ଉଚ୍ଚତାରେ ଥିବା କୋରାପୁଟ ସହରର ମଧ୍ୟ ଭାଗରେ ପାହାଡ଼ ଉପରେ ରହିଛି ଏହି ଶାବର ଶ୍ରୀକ୍ଷେତ୍ର। ନୀଳାଚଳ ଧାମ ପୁରୀରେ 1969 ମସିହାରେ ଠାକୁରଙ୍କର ନବକଳେବର ସମୟରେ ବଳକା ଦାରୁକୁ ନେଇ ନିର୍ମିତ ହୋଇଥିଲେ ଚତୁର୍ଥ ମୂର୍ତ୍ତି ଓ ସ୍ଥାପିତ ହୋଇଥିଲେ ସୁନ୍ଦର ସହର କୋରାପୁଟରେ। ପ୍ରଥମେ ଏକ ଗମ୍ବୁଜାକୃତି ମନ୍ଦିର 10 ଫୁଟ ଓସାର ଓ 10 ଫୁଟ ଲମ୍ବ ପୁରୁଣା ପିଚୁଟିନରେ ତିଆରି ହେଲା। 1972 ମସିହାରେ ମନ୍ଦିରଟି ପ୍ରତିଷ୍ଠା ହେଲା ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ପୌରୋହିତ୍ୟରେ। ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ଶବର ବଂଶଜ ତଥା କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ଭବ୍ୟ ମନ୍ଦିରର ନାମ ଦେଲେ ଶାବର ଶ୍ରୀକ୍ଷେତ୍ର। 1972 ମସିହାରେ ଏଠାରେ ପ୍ରଥମ ରଥଯାତ୍ରା ସମୟରେ ହିଁ ଗଜପତି ମହାରାଜା ଜଣେ ବୃଦ୍ଧ ଆଦିବାସୀଙ୍କ ଦ୍ୱାରା ଛେରା ପହଁରା କରାଇ ନୂତନ ପରମ୍ପରା ସୃଷ୍ଟି କରିଥିଲେ। 1978 ମସିହାରେ ଭବ୍ୟ ମନ୍ଦିରରେ ଚତୁର୍ଥ ମୂର୍ତ୍ତି ସିଂହାସନ ରୂଢ଼ ହେଲେ। ଅଦ୍ଭୁତ କଥା ଯେ କାଶୀରେ 200 ବର୍ଷ ଧରି ପୂଜିତ ବାଣୀ ଲିଙ୍ଗ ଏଠାରେ ଶବରେଶ୍ୱର ଭାବେ ପୂଜିତ। ଶାବର ଶ୍ରୀକ୍ଷେତ୍ର ପରିସୀମା ମଧ୍ୟରେ ବିଭିନ୍ନ ଦେବାଦେବୀଙ୍କର ମନ୍ଦିରମାନ ରହିଛି। ଶ୍ରୀ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶର କମନୀୟ ମୂର୍ତ୍ତି ଶାବର ଶ୍ରୀକ୍ଷେତ୍ରକୁ କରିଛି ସରସ ସୁନ୍ଦର ତଥା ଭକ୍ତ ପ୍ରାଣରେ ଉଦ୍ବେଳିତ କରେ ବିଭୁ ପ୍ରେମ। ଏଠାରେ ଶ୍ରୀଜୀଉମାନଙ୍କୁ ଶ୍ରୀକ୍ଷେତ୍ର ପୁରୀ ଅନୁକରଣରେ ନିତ୍ୟ ନୈମିତ୍ତିକ ପୂଜା ହୁଏ ଏବଂ ଏଠାରେ ଥିବା ଆନନ୍ଦ ବଜାର ମଧ୍ୟ ସମସ୍ତଙ୍କୁ ଆନନ୍ଦ ବିଭୋର କରିବାରେ ସମର୍ଥ। ଶାବର ଶ୍ରୀକ୍ଷେତ୍ର ପଶ୍ଚାତ୍ ଭାଗରେ ଥିବା ମନ୍ଦିର ପରିଚାଳିତ ଆଦିବାସୀ ସଂଗ୍ରହାଳୟ 1992 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଥିବା ଆଦିବାସୀମାନଙ୍କର ପୋଷାକ ଅଳଙ୍କାର ବାଦ୍ୟଯନ୍ତ୍ର ଅସ୍ତ୍ରଶସ୍ତ୍ର ଉପକରଣ ରୋଷେଇ ସାମଗ୍ରୀ ସହିତ ଆଦିବାସୀ ନୃତ୍ୟ ସେମାନଙ୍କର ହାଟର ମଡେଲ ସಮೇତ ଅନେକ ଜିନିଷ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ତାହେଲେ ଆସନ୍ତୁ ବନ୍ଧୁ ଘଞ୍ଚ ବହୁଳ ବଣ ଜଙ୍ଗଲ ଘେରା କୋରାପୁଟର ଶାବର ଶ୍ରୀକ୍ଷେତ୍ରକୁ ଦର୍ଶନ କରନ୍ତୁ ଶବରେଶ୍ୱରଙ୍କୁ। ତା ସହିତ ଆପଣ କୋରାପୁଟର ଅନେକ ସ୍ଥାନ ମଧ୍ୟ ବୁଲି ଦେଖିପାରିବେ, ଆନନ୍ଦିତ ହେବେ। କୋରାପୁଟକୁ ଆସିବା ପାଇଁ ବିଶାଖାପାଟଣା ଭୁବନେଶ୍ୱର ବା ଓଡ଼ିଶାର ଯେକୌଣସି ସ୍ଥାନରୁ ଆପଣ ବସ୍ ଯୋଗେ ଆସିପାରିବେ, ନଚେତ୍ ବିଶାଖାପାଟଣା ବା ଭୁବନେଶ୍ୱର ଠାରୁ ଟ୍ରେନ୍ ଯୋଗେ ମଧ୍ୟ ଆସିପାରିବେ। କୋରାପୁଟଠାରେ ଆପଣଙ୍କର ରହିବା ଖାଇବାର ସୁବ୍ୟବସ୍ଥା ରହିଛି।